ଭାଗ୍ୟ ଏବଂ ଲକ୍ଷ୍ମୀ। ଦିନେ ଭାଗ୍ୟ ଏବଂ ଲକ୍ଷ୍ମୀ କଥା ହେଉଥିଲେ। ଲକ୍ଷ୍ମୀ ଭାଗ୍ୟକୁ କହିଲେ, ତୁମ ବିନା ମୁଁ ଯେକୌଣସି ବ୍ୟକ୍ତିଙ୍କୁ ଧନୀ କରିଦେଇପାରିବି। ଭାଗ୍ୟ ଏହା ଉପରେ କହିଲେ, ତୁମେ ମୋ ବିନା ଜଣେ ବି ବ୍ୟକ୍ତିଙ୍କୁ ଧନୀ କରିପାରିବ ନାହିଁ। କାରଣ ଯେଉଁ ବ୍ୟକ୍ତିଙ୍କୁ ଭାଗ୍ୟର ଅନୁଗ୍ରହ ମିଳେ, ଲକ୍ଷ୍ମୀ କେବଳ ତାଙ୍କ ସହିତ ରହିବାକୁ ସକ୍ଷମ ଅଟନ୍ତି, ଅନ୍ୟଥା ନୁହେଁ। ଧୀରେ ଧୀରେ ଏହି ବିଷୟ ଏକ ବିତର୍କର ରୂପ ନେଲା। ବର୍ତ୍ତମାନ ଦୁହେଁ ନିଜ ନିଜର ମତ ସହିତ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥିଲେ। ସେଠି ପହଞ୍ଚିଲା ପରେ ଭଗବାନ ବିଷ୍ଣୁ ତାଙ୍କୁ ବ୍ରହ୍ମାଙ୍କ ପାଖକୁ ଯିବାକୁ କହିଥିଲେ। ତାପରେ ସେହି ଦୁଇଜଣ ଭଗବାନ ବ୍ରହ୍ମାଙ୍କ ନିକଟକୁ ଗଲେ। ଭଗବାନ ବ୍ରହ୍ମା ଉଭୟଙ୍କୁ କହିଥିଲେ ଯେ, ତୁମ ଦୁହିଁଙ୍କୁ 3 ଦିନ ପୃଥିବୀକୁ ଯିବାକୁ ପଡ଼ିବ ଏବଂ ତୁମ ଦୁଇଜଣଙ୍କୁ ନିଜର ପରୀକ୍ଷା ଦେବାକୁ ପଡ଼ିବ। ଯିଏ ଏହି ପରୀକ୍ଷାରେ ସଫଳ ହେବ, ସିଏ ତୁମ ମଧ୍ୟରେ ଠିକ୍ ହେବ। ଏବେ ଦୁହେଁ ଭଗବାନ ବ୍ରହ୍ମାଙ୍କ କଥାରେ ରାଜି ହେଲେ ଏବଂ ପ୍ରଥମେ ଦେବୀ ଲକ୍ଷ୍ମୀ ପୃଥିବୀକୁ ଆସିଲେ। ପୃଥିବୀକୁ ଆସି ସେ ଦେଖିଲେ ଯେ ଜଣେ ଭିକାରୀ ରାସ୍ତାରେ ବସି ଭିକ ମାଗୁଛି। ଦେବୀ ଲକ୍ଷ୍ମୀ ସେ ଭିକାରୀ ପାଖକୁ ଗଲେ ଓ ତାକୁ ଗୋଟିଏ ହୀରା ଦେଇ କହିଲେ ଯେ, ଆଜିଠାରୁ ତୁମର ଦୁଃଖ ଦିନ ସମାପ୍ତ ହେଲା। ତୁମକୁ ଆଜିଠାରୁ ଭିକ ମାଗିବାର କୌଣସି ଆବଶ୍ୟକତା ନାହିଁ। ସେହି ବ୍ୟକ୍ତି ବହୁତ ଖୁସି ହେଲା ଏବଂ ସେଠାରୁ ଉଠି ନିଜ ଘର ଆଡ଼କୁ ଚାଲିବା ଆରମ୍ଭ କଲା। ବାଟରେ ସେ ଶୋଷିଲା ଅନୁଭବ କଲା। ତେଣୁ ସେ ଏକ ପୋଖରୀ ପାଖରେ ରହି ପାଣି ପିଇବାର ଚିନ୍ତା କଲା। ସେ ପାଣି ପିଇବା ପାଇଁ ଯେତେବେଳେ ଲଇଁ ପଡ଼ିଲା, ହଠାତ୍ ତା ପକେଟରୁ ସେହି ହୀରାଟି ବାହାରି ପୋଖରୀରେ ପଡ଼ିଗଲା ଓ ପଡ଼ିଲା ମାତ୍ରେ ସେଠାରେ ଏକ ମାଛ ତାକୁ ଗିଳିଦେଲା। ବର୍ତ୍ତମାନ ଭିକାରୀଟି ଉପାୟ ଶୂନ୍ୟ ହୋଇ ନିଜ ଘରକୁ ଫେରିଗଲା ଓ ପରବର୍ତ୍ତୀ ଦିନ ପୁଣି ଥରେ ରାସ୍ତା କଡ଼ରେ ଆସି ଭିକ ମାଗିବାକୁ ଲାଗିଲା। ଦେବୀ ଲକ୍ଷ୍ମୀ ତା ପାଖକୁ ପୁଣି ଥରେ ଗଲେ ଓ ପଚାରିଲେ, ମୁଁ ତୁମକୁ କାଲି ଗୋଟିଏ ହୀରା ଦେଇଥିଲି ଓ ଆଜି ପୁଣି ତୁମେ ଆସି ଭିକ ମାଗୁଛ? ଭିକାରୀ ତା ସହ ଘଟିଥିବା ସମସ୍ତ ଘଟଣା ଗୁଡ଼ିକ କହିଲା ଓ କେଉଁପରି ଭାବରେ ହୀରାଟି ପଡ଼ିଗଲା କହିଲା। ତାପରେ ଦେବୀ ଲକ୍ଷ୍ମୀ ସେ ଭିକାରୀଟିକୁ ଗୋଟିଏ ରତ୍ନ ଜଡ଼ିତ ହାର ପ୍ରଦାନ କଲେ। ଭିକାରୀଟି ସେହି ହାରଟି ପାଇ ଅତ୍ୟନ୍ତ ଖୁସି ହେଲା ଓ ଘରକୁ ଯିବାକୁ ଲାଗିଲା। ଘରେ ପହଞ୍ଚି ସେହି ହାରକୁ ଆଲମାରୀ ଉପରେ ରଖି ହାତ ଗୋଡ଼ ଧୋଇବାକୁ ଗଲା। ଠିକ୍ ଏହି ସମୟରେ ସାମ୍ନାରେ ଥିବା ଏକ ବଡ଼ ଗଛରେ ଏକ ଚିଲ ରହୁଥିଲା। ସେହି ଚିଲଟି ତାକୁ ଏକ ଜ୍ୱଳନ୍ତ ବସ୍ତୁ ଭାବି ତା ଥଣ୍ଟରେ ନେଇ ଉଡ଼ିଗଲା। ଭିକାରୀ ଆସି ନିଜ ଭାଗ୍ୟକୁ ଦୋଷ ଦେଇ ମନ ଦୁଃଖ କଲା ଏବଂ ତା ପରଦିନ ପୁଣି ଥରେ ଆସି ଭିକ ମାଗିବାକୁ ଲାଗିଲା। ଦେବୀ ଲକ୍ଷ୍ମୀ ପୁଣି ସମାନ ପ୍ରଶ୍ନ ପଚାରିଲେ। ସେ ଲକ୍ଷ୍ମୀଙ୍କୁ ପୁରା ପରିସ୍ଥିତି ଜଣାଇଲା। ସବୁ ଶୁଣିବା ପରେ ଶେଷରେ ଦେବୀ ଲକ୍ଷ୍ମୀ ତାକୁ ଏକ ସୁନା ଇଟା ଦେଇଥିଲେ ଏବଂ ଏହାକୁ ନେବାକୁ କହିଥିଲେ ଯେ, ଯାଅ ତୁମର ସମସ୍ତ ଅସୁବିଧାରୁ ମୁକ୍ତି ପାଅ। ବର୍ତ୍ତମାନ ସେହି ଭିକାରୀଟି ସେ ଇଟା ନେଇ ନିଜ ଘରକୁ ଗଲା। ଘରକୁ ଯିବା ପରେ ସେ ଦେଖିଲା ଯେ ତାର ପତ୍ନୀ ଘରେ ନାହିଁ। ତେଣୁ ସେ ଇଟାକୁ ଚୁଲିରେ ଲୁଚାଇ ରଖି ନିଜ ପତ୍ନୀଙ୍କୁ ଖୋଜିବାକୁ ଗଲା। ଏହି ସମୟରେ ତାର ଜଣେ ପଡ଼ୋଶୀ ତାଙ୍କ ଘରକୁ ଅଙ୍ଗାର ନେବାକୁ ଆସିଥିଲେ। ସେ ଚୁଲିକୁ ଦେଖିବା ବେଳକୁ ସେଥିରେ ରଖାଯାଇଥିବା ସୁନା ଇଟାକୁ ପାଇଲେ। ସେ ଏହା ଦେଖିବା ପରେ ସାଙ୍ଗରେ ନେଇଗଲେ। ବର୍ତ୍ତମାନ ଭିକାରୀ ଜଣକ ଘରକୁ ଫେରିବା ପରେ ଦେଖିଲା ଯେ ସୁନା ଇଟା ହଜିଯାଇଛି। ପୁଣି ବିରକ୍ତ ଅନୁଭବ କରି ଓ କାନ୍ଦି କାନ୍ଦି ସେ ନିଜ ଭାଗ୍ୟକୁ ଅଭିଶାପ ଦିଏ। ପରଦିନ ସେହି ଭିକାରୀ ପୁଣି ଥରେ ସେହି ରାସ୍ତା କଡ଼ରେ ବସି ଭିକ ମାଗୁଥିବାର ଦେଖାଯାଏ। ତାପରେ ଭଗବାନ ବ୍ରହ୍ମା କୁହନ୍ତି, ଲକ୍ଷ୍ମୀ, ତୁମର 3 ଦିନ ସମାପ୍ତ ହୋଇଛି। ବର୍ତ୍ତମାନ ଭାଗ୍ୟର ପାଳି। ବର୍ତ୍ତମାନ ଭାଗ୍ୟ ପୃଥିବୀକୁ ଆସନ୍ତି। ସେ ସେହି ଭିକାରୀ ଆଡ଼କୁ ଯାଇ ତାକୁ ଗୋଟିଏ ମୁଦ୍ରା ଦିଅନ୍ତି ଏବଂ ତାକୁ କୁହନ୍ତି ଯେ, ଆଜି ତୁମେ ଏହା ସହିତ ତୁମର କାମ ଚଳାଇ ନିଅ।
ତାକୁ ନେଇ ସେ ଘରକୁ ଚାଲି ଆସେ। ବାଟରେ ସେହି ଭିକାରୀଟି ଭାବେ ଯେ ଏହି ମୁଦ୍ରା ବଦଳରେ ସେ କିଛି ଭଲ ଜିନିଷ କିଣିବ କିମ୍ବା କିଛି ଭଲ ଖାଇବ। ସେହି ପଇସାରେ ସେ ଗୋଟିଏ ମାଛ କିଣି ଘରକୁ ନେଲା। ସଂଯୋଗ ଦ୍ୱାରା ସେହି ମାଛ, ଯାହାର ପେଟରେ ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ଦିଆଯାଇଥିବା ହୀରା ଅଛି, ଘରେ ପହଞ୍ଚି ସେ ତାର ପତ୍ନୀଙ୍କୁ କହିଲା ଯେ ଆଜି ଜଣେ ବ୍ୟକ୍ତି ମୁଦ୍ରା ଦେଇଥିଲେ, ଏହାର ପ୍ରତିବଦଳରେ ଏହି ମାଛକୁ ଆଣିଛି। ଆଜିର ରାତ୍ରି ଭୋଜନ ପାଇଁ ଏହାକୁ ରାନ୍ଧ। କାଲି କଥା କାଲି ଚିନ୍ତା କରିବା। ଏହା ଶୁଣି ତାର ପତ୍ନୀ ତାକୁ କୁହନ୍ତି ଯେ ଘରେ ଚୁଲି ଜାଳିବା ପାଇଁ କାଠ ନାହିଁ, ତେଣୁ ତୁମେ ଏହି ସାମ୍ନାରେ ଥିବା ଗଛରେ ଚଢ଼ି କିଛି ଶୁଖିଲା କାଠ ଭାଙ୍ଗି ଆଣିଲେ ମୁଁ ରୋଷେଇ କରିପାରିବି। ଏହା ଶୁଣି ଭିକାରୀ ଜଣକ କାଠ ଭାଙ୍ଗିବାକୁ ଗଲା ଯେଉଁଠାରେ ସେ ଚିଲ ପକ୍ଷୀ ରହୁଥିଲା। ଗଛ ଚଢ଼ିବା ପରେ ସେ ଭିକାରୀ ଚିଲ ପକ୍ଷୀ ବସା ନିକଟରେ ପହଞ୍ଚିବା କ୍ଷଣି ଦେବୀ ଲକ୍ଷ୍ମୀ ଦେଇଥିବା ହାରଟିକୁ ଦେଖିବାକୁ ପାଇଲା। ତାକୁ ଦେଖି ବହୁତ ଖୁସି ହେଲା ଏବଂ ସେହି ଗଛ ଉପରୁ ହିଁ ଜୋରରେ ପାଟି କରି ତାର ସ୍ତ୍ରୀକୁ କହିଲା ଯେ ମୁଁ ମୋର ହଜିଯାଇଥିବା ଜିନିଷ ପାଇଗଲି। ଠିକ୍ ଏହି ସମୟରେ ପଡ଼ୋଶୀଙ୍କର ଛୋଟ ପୁଅ ସେ ନେଇଥିବା ସେହି ସୁନା ଇଟାକୁ ଖେଳିବା ବସ୍ତୁ ବୋଲି ଭାବି ବାହାରକୁ ନେଇ ଆସେ। ଭିକାରୀର ପଡ଼ୋଶୀ କିନ୍ତୁ ଭାବେ ଯେ ଭିକାରୀଟି ସେହି ସୁନା ଇଟାକୁ ଦେଖି ଏହି କଥା କହିଲା ବୋଲି। ତେଣୁ ସେ ପଡ଼ୋଶୀ କୁହେ ଯେ ନା ନା, ମୋର ଏହାକୁ ରଖିବାର ଉଦ୍ଦେଶ୍ୟ ନଥିଲା। ତୁମ ଘରେ କେହି ନଥିଲେ, ତେଣୁ କାଳେ କିଏ ନେଇଯିବ ବୋଲି ମୁଁ ଆଣି ହେପାଜତରେ ରଖିଥିଲି। ମୁଁ ଦେବାକୁ ହିଁ ଆସୁଥିଲି। ଏହା କହି ସେ ସୁନା ଇଟାକୁ ଦେଇ ପଡ଼ୋଶୀ ପଳାଇଗଲା। ମାଛ ପେଟରୁ ଭିକାରୀର ସ୍ତ୍ରୀ ହୀରା ମିଳିଥିବା କଥା ମଧ୍ୟ ଜଣାଇଲା। ବର୍ତ୍ତମାନ ଭାଗ୍ୟର ସାଥ ମିଳିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଦିଆଯାଇଥିବା ସମସ୍ତ ଜିନିଷ ମିଳିଯାଏ ଓ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ସମସ୍ତ କଷ୍ଟ ଦୂର ହୋଇଯାଏ। ଏହା ଦେଖି ଭଗବାନ ବ୍ରହ୍ମା ଦେବୀ ଲକ୍ଷ୍ମୀଙ୍କୁ କୁହନ୍ତି ଯେ ହେ ଲକ୍ଷ୍ମୀ, ତୁମେ ଜଣେ ବ୍ୟକ୍ତିଙ୍କୁ ଧନୀ କରିପାରିବ, କିନ୍ତୁ ଯେତେବେଳେ ଭାଗ୍ୟ ଅନୁଗ୍ରହ କରେ ନାହିଁ ସେତେବେଳେ ତୁମେ କାହା ସହିତ ରହିପାରିବ ନାହିଁ। ଏହା ଶୁଣି ଦେବୀ ଲକ୍ଷ୍ମୀ ଭଗବାନ ବ୍ରହ୍ମାଙ୍କ କଥାକୁ ମାନି ନିଅନ୍ତି ଏବଂ ଉଭୟ ଲକ୍ଷ୍ମୀ ଓ ଭାଗ୍ୟ ନିଜ ନିଜ ସ୍ଥାନକୁ ଫେରିଯାଆନ୍ତି।